केबे आम प्रेम रोगी आम आइलो भाई इंडिया हिरो केबे हाथ को दिहा देबे केबे बहु आनी ସେଇଟା ଟୋଟାଲି ତା ଉପରେ ନିର୍ଭର କରେ। ଆଉ ତାଭଳି ତାକୁ ଯିଏ ପାଇବ ତାଭଳି ଗୋଟେ ଗୋଲ୍ଡେନ ବୟ ହୃଦୟ ଥିବା ମଣିଷଟେ ବୁଢା ବୁଢୀ 70 ବର୍ଷରେ ପହଞ୍ଚିକି ଭାବୁଛନ୍ତି ପିଲାଜିଲା ହେଇଗଲା ସଂସାର ହେଇଗଲା ଆଜି ସେମାନେ ଏକା ଆଉ କେହି ନାହାନ୍ତି। ଶେଷ ସେତେବେଳେ ସେମାନେ ଆଉ ଗୋଟେ ନୂଆ ଜୀବନ ଆରମ୍ଭ ପରଦା ପଛରେ ପରଦା ସାମ୍ନାରେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମ ଦି ଜଣଙ୍କ କମ୍ୟୁନିକେସନ ଥାଏ। ସେ ତା କଥା କହି ମୁଁ ତା କଥା କହେ। ବି ଷ୍ଟୋରିଟି ବି ଅତି ସୁନ୍ଦର ହେଇଛି ସେଇଭଳିଆ ହେଇଛି ଗୋଟେ ଲଭ ଷ୍ଟୋରି ଗୋଟେ ପୁରା 16-17 ବର୍ଷରୁ ଯାଇକି 70 ବର୍ଷ ପର୍ଯ୍ୟନ୍ତ ଗୋଟେ ଲଭ ଷ୍ଟୋରି। ଆଉ ଯେତେବେଳେ ଯାହା ସଞ୍ଜୟ ଜୀ କହିଲେ ଯେତେବେଳେ ଆମେ ଭାବୁ ଯେ 50 ପରେ କି 60 ପରେ 70 ପରେ ଆଉ କିଛି ଜୀବନ ସରିଗଲା ବୋଲି ଆଉ ସେଇଠୁ ପୁଣି ଆଉ ଗୋଟେ ଜୀବନ ଆରମ୍ଭ ହଉଛି ଯେତେବେଳେ ଦି ଜଣ ବୁଢା ବୁଢୀ 70 ବର୍ଷରେ ପହଞ୍ଚିକି ଭାବୁଛନ୍ତି ପିଲାଜିଲା ହେଇଗଲା ସଂସାର ହେଇଗଲା ଆଜି ସେମାନେ ଏକା ଆଉ କେହି ନାହାନ୍ତି। ଶେଷ ସେତେବେଳେ ସେମାନେ ଆଉ ଗୋଟେ ନୂଆ ଜୀବନ ଆରମ୍ଭ କରୁଛନ୍ତି। ତ ଏଇ ସବଜେକ୍ଟର ସେଇଟା ନୂତନତା। ଆଉ ସବୁଠୁ ଯାହା କହିଲି ଆମ ପାଇଁ ଆଟ୍ରାକ୍ସନ ସେଟା ହଉଛନ୍ତି ସଞ୍ଜୟ ଜୀ ତାଙ୍କର ଉପସ୍ଥିତି। ଆଉ ଏଠିକାର ସଙ୍ଗୀତଠୁ ଅତି ସୁନ୍ଦର ହେଇଛି ମଧୁମାଳତୀ ଗୀତ ଆଉ ସବୁ ଗୀତ ଗୁଡା ଅତି ସୁନ୍ଦର ହେଇଛି ସିକ୍ୱେନ୍ସ ୱାଇଜ ଏଇ ସଙ୍ଗୀତ ଗୁଡା ହେଇଛି। ଆଉ ଡିଓପି ଈଶ୍ୱର ଅତି ସୁନ୍ଦର କରିଛନ୍ତି ବାପିଙ୍କର ନିର୍ଦ୍ଦେଶନା ପ୍ରିୟଙ୍କର ଲେଖା। ତ ଏଇଟା ଗୋଟେ ଭାବୁଛି ଗୋଟେ ବହୁତ ଆଶା ଦଉଛି ଆଉ ନାଁଟି ବି ଭାରି ସୁନ୍ଦର ହେଇଛି। ସଞ୍ଜୟ ଜୀଙ୍କ ନାଁ ହଉଛି ମଧୁ ମୋ ନାଁ ହଉଛି ମାଳତୀ ତ ମଧୁ ମାଳତୀ। ବୁଦ୍ଧାଦିତ୍ୟ ଭାଇ ଅଛନ୍ତି କି ଆପଣଙ୍କର କୁହାଯାଏ ମା ଅଧା ମାଉସୀ ବାପା ଅଧା ପିଉସୀ ଆଉ ସବୁ ପ୍ରତ୍ୟେକଟି କ୍ଷେତ୍ରରେ ସମସ୍ତଙ୍କୁ ସେ ସପୋର୍ଟ କରନ୍ତି। ଆଜି ଆପଣ ଆପଣଙ୍କ ପୁଅ ପାଖରେ ଠିଆ ବାଇଟ ଦଉଛନ୍ତି କେତେ ଖୁସି। ସବୁବେଳେ ସବୁବେଳେ ଖୁସି ମୁଁ ଖାଲି ଆପଣଙ୍କ କ୍ୟାମେରା ସାମ୍ନାରେ ନୁହେଁ ଜୀବନର ମାନେ ପରଦା ପଛରେ ପରଦା ସାମ୍ନାରେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମ ଦି ଜଣଙ୍କ କମ୍ୟୁନିକେସନ ଥାଏ। ସେ ତା କଥା କହି ମୁଁ ତା କଥା କହେ ଆମେ ଦି ଜଣଙ୍କ ପାଇଁ ସବୁବେଳେ ଠିଆ ହେଇଛୁ ଆଉ ସବୁବେଳେ ଅଛୁ। ବୁଦ୍ଧାଦିତ୍ୟ ଭାଇ ଯାହାକୁ ଆମେ ଗୋଟେ ଅମିତାଭ ବଚ୍ଚନ କହୁ ଓଡିଆ ଇଣ୍ଡଷ୍ଟ୍ରିର ତ ସମସ୍ତଙ୍କର ମନରେ ସବୁ ଦର୍ଶକ ମାନଙ୍କର ମନରେ ଗୋଟିଏ ସବାଲ ମାନେ ପ୍ରଶ୍ନ ଅଛି କେବେ ଆମ ପ୍ରେମ ରୋଗୀ ଆମ ସମସ୍ତଙ୍କର ଆଇଲୋ ଭାଇ ଇଣ୍ଡିଆ ହିରୋ କେବେ ହାତକୁ ଦି ହାତ ଦେବେ କେବେ ବହୁ ଆଣିବେ ଆପଣ ସେଇଟା ଟୋଟାଲି ତା ଉପରେ ନିର୍ଭର କରେ। ଆଉ ତାଭଳି ତାକୁ ଯିଏ ପାଇବ ତାଭଳି ଗୋଟେ ଗୋଲ୍ଡେନ ବୟ ହୃଦୟ ଥିବା ମଣିଷଟେ ତାକୁ ଯିଏ ପାଇବ ସେ ବହୁତ ଭାଗ୍ୟବତୀ ହବ ବହୁତ ଭାଗ୍ୟବତୀ। ଆଉ ଆମେ ଯିଏ ବି ଆମ ଘରକୁ ଆସିବ ସେ ଆମର ବୋହୂ ହେଇକି ଆସିବନି ସେ ଆମର ଝିଅ ହେଇକି ଆସିବ ଆଉ ମୁଣ୍ଡ ଉପରେ ରହିବ।